ବସନ୍ତ ହେଉଛି ହୋଲି ହେଉଛି ରଙ୍ଗର ଉତ୍ସବ, ବସନ୍ତର ମହୋତ୍ସବ। ରଙ୍ଗରେ ରଙ୍ଗାୟିତ କରେ ଆମର ମନ। ଯେତେବେଳେ ଆମେ ସମସ୍ତେ ଉଚ୍ଚାରଣ କରୁ 2 ଦିନର ଦୁନିଆଟାରେ ମୁଁ ଖୋଲିଛି ତୁ ଖୋଲିଦେ, ଛାତି ଖୋଲିଦେ, ଛାତିକୁ ମିଶା ଛାତିରେ ତୋର, ଛାତିକୁ ମୋର, ମୋହରି ଛାତି ତୋହରି ଛାତି ମିଶାଇ ଦେବା ଭଲ ପାଇବା ପାଇବା ଭଲ। ହୋଲି ଉତ୍ସବ ଆମକୁ ଭାଇଚାରାର ସନ୍ଦେଶ ଦିଏ। ଆମ ଭିତରେ ଗୋଟେ ସ୍ୱପ୍ନ ପ୍ରବଣତାର ମଞ୍ଜି ବୁଣି ଦିଏ। ପରସ୍ପରକୁ ବୁଝିବାର ଗୋଟେ ଅନ୍ତରଙ୍ଗ ବାତାବରଣ କ୍ରିଏଟ୍ କରେ, ସୃଷ୍ଟି କରେ। ନମସ୍କାର, ମୁଁ ପବିତ୍ର ପାଣିଗ୍ରାହୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଏବଂ ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ। ସଚୀ ରାଉତରାୟ କହିଥିଲେ, ହୋଲି ଏବଂ ବସନ୍ତକୁ ନେଇ, ବସନ୍ତ ଆସଇ ଆଜି ଧକ୍କା ଖାଇ କୁକୁଡ଼ାର ଦେହେ ଭାଙ୍ଗି କେତେ ମହୁର ସୁରେଇ, ମାଟିରେ ଗଡ଼ାଇ ଅବା ଫୁଲବଣ ସଞ୍ଜେ, ବସନ୍ତ ଆସଇ ଆଜି ଚେର ଗଞ୍ଜେ, ଶୁଖିଲା ହାଡ଼ର ନନ୍ଦରେ ବଜାଇଛା ନାହିଁ। ତେଣୁ ବସନ୍ତକୁ ଭିନ୍ନ ଭିନ୍ନ କବିଙ୍କ ଦୃଷ୍ଟିରେ, ହୋଲିକୁ ନେଇ ଭିନ୍ନ ଭିନ୍ନ କବିଙ୍କ ଦୃଷ୍ଟିରେ ଭିନ୍ନ ଭିନ୍ନ ଢଙ୍ଗରେ ଏହା ପ୍ରକାଶ ପାଇଛି। ଅଧ୍ୟାପକ ବିଶ୍ୱରଞ୍ଜନ କହନ୍ତି, ଏଇମିତି ବସନ୍ତରେ ବାସନ୍ତୀ ବି ଆସିଥିଲା, ଗାଇଥିଲା କେତେ ଗୀତ, କହିଥିଲା ମିଠା କଥା ହସି, ଗ୍ରୀଷ୍ମରେ ବସନ୍ତ ଗଲା, ବାସନ୍ତୀ ବି ଚାଲିଗଲା, ଗାଁ ଦାଣ୍ଡ ପାରି ହୋଇ ଆଉ କା ସବାରିରେ ବସି, ଆଉ କିବା ଲାଭ ଝୁରି, ବସନ୍ତ କି ବାସନ୍ତୀକୁ ବସନ୍ତ ଯିବାଟା ଯଦି ସତ୍ୟ ଅଳିକ ସୃଷ୍ଟିରେ। ପ୍ରକୃତରେ ବସନ୍ତ ଆମକୁ ସୂକ୍ଷ୍ମ ସ୍ତରରେ ବସନ୍ତର ଅର୍ଥ ବୁଝେଇ ଦିଏ। ସେଠି ସ୍ଥୂଳ ଚେତନାର ଆବଶ୍ୟକତା ନଥାଏ। ବସନ୍ତକୁ ଅନୁଭବ ହିଁ ସବୁଠାରୁ ବଡ଼ କଥା। ସେଇଥିପାଇଁ ତ ଆମ ମାଟିର କବି କମଳାକାନ୍ତ ଲେଙ୍କା କହିଥିଲେ, ବସନ୍ତ ଋତୁର ନାଁ, ବସନ୍ତ ରୋଗର ନାଁ, ବସନ୍ତ ବିବର୍ତ୍ତତାର ଅନ୍ୟ ଏକ ନାଁ। କିମ୍ବା ଆମ ମାଟିର କବି ହୃଷିକେଶ ମଲ୍ଲିକ ବି କହିଛନ୍ତି, ବସନ୍ତ ଆସିଛି, ଖବର ଦିଅ ଗୀତା ସାହୁକୁ, ସେ ମୁଖସ୍ଥ ପାଠର ମଲାଟ ଭିତରେ ବୟସକୁ ଲୁଚେଇ ଦଉ। ଖବର ଦିଅ ସୁଣ୍ଡି ଘର ପୁଅକୁ, ସେ ଖରା ନ ପଡ଼ୁଣୁ ତା ରସମାଠିଆ ଉହ୍ଲେଇ ଆଣୁ। ଖବର ଦିଅ ମାଳିଘର ବୁଢ଼ୀକୁ, ସିଏ ତାର ଅତିରିକ୍ତ ଭେଣ୍ଡା ପୁଅକୁ ଆକଟ କରୁ। ବସନ୍ତ ଆସିଛି ଜଳରେ ସ୍ଥଳରେ ସବୁଠି। ବସନ୍ତ ଆସିଲେ ନିମ୍ବ ଗଛ ଚନ୍ଦନରେ ପରିଣତ ହେଇଯାଏ। ବସନ୍ତ ଋତୁ ଭିତରେ ଶ୍ରେଷ୍ଠ ବୋଲି ଏହାର ନାଁ ହେଉଛି ବସନ୍ତ, ଏହାର ନାଁ ହେଉଛି କୁସୁମକାର। ତେଣୁ ଆମେ ବସନ୍ତକୁ ସବୁବେଳେ ପୂଜାର୍ଚ୍ଚନା କରୁ, ବସନ୍ତକୁ ସବୁବେଳେ ସମ୍ମାନ ପ୍ରଦର୍ଶନ କରୁ। ଆଉ ବସନ୍ତ ଆସିଲେ ହୋଲି ଉତ୍ସବ ଆସେ। ଯେତେବେଳେ ରାଧାକୃଷ୍ଣଙ୍କର ବିମାନ ସୁଶୋଭିତ ହୁଏ ସବୁଆଡ଼େ, ସେତେବେଳେ ଆମର ମନେ ପଡ଼େ କୃଷ୍ଣର ବଂଶୀ ଦରକାର, ବଂଶୀର ରାଧା ଦରକାର, ରାଧାର ଯମୁନା ଦରକାର, ଯମୁନାର କଦମ୍ବ ଦରକାର, କଦମ୍ବର ଶିହରଣ ଦରକାର। ହେଲେ ପ୍ରକୃତରେ ସୃଜନଶୀଳ ସ୍ରଷ୍ଟାଟି ପାଇଁ କିଛି ବି ଦରକାର ନୁହେଁ। ସେ କହେ, ମୋତେ ନିନ୍ଦା ଦିଅ, ଲାଞ୍ଛନା ଦିଅ, ଅପମାନ ଦିଅ, ମୁଁ ସବୁ କିଛିକୁ ସହି ନେବି, ବ୍ଲଟିଂ ପେପର କାଳି ଶୋଷି ନେଲା ପରି। ବସନ୍ତକୁ ନେଇ ବି ମୁଁ କବିତା ଲେଖିଛି। ବସନ୍ତ ତ ଭୁରୁ ଭୁରୁ ନିମିଷକ ଉଜୁଡ଼ା ପ୍ରାର୍ଥନା, ଯିଏ ଦେହ ଛନ୍ଦି ଦେଇ ଅମରି ଲଟାରେ, ଦକ୍ଷିଣା ପବନ ପରି ଆସୁ ଆସୁ ଛପିଯାଏ ଆପଣା ଇଲାକାର ନିର୍ଦ୍ଦୋଷ ମୋହରେ। ଦିନେ ବସନ୍ତ ବି ଦେଖା ହେଲା ମୋର। ବସନ୍ତ ପଚାରିଲା, କେମିତି ଅଛନ୍ତି ସାର୍? ମୁଁ କହିଲି, ବସନ୍ତ ତ କେବେଠୁ ଗଲାଣି, ଆଉ କିବା ଲାଭ ଜୁରି ବସନ୍ତ ବା ବାସନ୍ତୀକୁ ବସନ୍ତ ଯିବାଟା ଯଦି ସତ୍ୟ ଏଇ ଅଳିକ ସୃଷ୍ଟିରେ। ବସନ୍ତ ଆଜି କେନ୍ଦେରା ବଜାଇ ଆସେ ସ୍ମୃତିର ତାରରେ, ମୁଁ ବସନ୍ତକୁ ଖୋଜୁଛି ଆଜି ଏଠି ସେଠି ସବୁଠି। ମୋ ସ୍ମୃତିର ତାରରେ ବସନ୍ତକୁ ଖୋଜୁଛି ମୁଁ ଏଠି ସେଠି ସବୁଠି ଖୋଜୁଛି। ଆସନ୍ତୁ ଆମେ ଏଇ ହୋଲି ଉତ୍ସବକୁ ନେଇ, ବସନ୍ତକୁ ନେଇ ସମସ୍ତେ ଏକ ସ୍ୱରରେ ଗାଇବା, 2 ଦିନର ଦୁନିଆଟାରେ ମୁଁ ଖୋଲିଛି ତୁ ଖୋଲିଦେ, ଛାତି ଖୋଲିଦେ, ଛାତି ଖୋଲିଦେ, ଛାତିକୁ ମିଶା ଛାତିରେ ମୋର, ମୋହରି ଛାତି ତୋହରି ଛାତି ମିଶାଇ ଦେବା ଭଲ ପାଇବା ପାଏ ଭଲ। କିମ୍ବା ଆମେ ମଧ୍ୟ ଉଚ୍ଚାରଣ କରିପାରିବା ସେଇ
ସଙ୍ଗୀତ ଆସନ୍ତୁ ଆମେ ଏଠି ଲେଖିଯିବା ସେଇ ଗୀତ ଆଗରୁ ଯେ ହେଇନାହିଁ ଲେଖା, ଆମେ ଆଜି ଗାଇଯିବା ସେଇ ଗୀତ ଆଗରୁ ଯେ ହେଇନାହିଁ ଲେଖା, ଆମେ ଆଜି ଦେଖିବା ଓ ଦେଖାଇବା ସେଇ ସ୍ୱପ୍ନ ଆଗରୁ ଯେ ହେଇନାହିଁ ଲେଖା। ବସନ୍ତ ଆମ ଭିତରେ ବୁଣି ଦେଉ ଭାଇଚାରାର ମହାର୍ଘ ଅନୁଭବ। ବସନ୍ତ ଆମ ଭିତରେ ଭରି ଦେଉ ସ୍ନେହ, ସମ୍ପ୍ରୀତି ଏବଂ ପରସ୍ପରକୁ କୋଳେଇ ନେବାର, ଭଲ ପାଇବାର ମହାର୍ଘ ଅନୁଭବ। ଏବଂ ବସନ୍ତକୁ ଆମେ ଅନୁଭବ କରୁ ଆମର ଭିନ୍ନ ଦୃଷ୍ଟିରେ, ଭିନ୍ନ ଚେତନାରେ, ଭିନ୍ନ ଦୃଷ୍ଟିରେ। କାରଣ ହୋଲି ଉତ୍ସବ ଏକ ଭାଇଚାରାର ଉତ୍ସବ। ଏହି ଉତ୍ସବ ଆମ ଭିତରେ ଆଗକୁ ବଢ଼ିବାର, ଗୋଟେ ନୂଆ ସମାଜ, ନୂଆ ସୁନ୍ଦର ଗୋଟେ ସକାଳ ଆବାହନ କରିବାର ପ୍ରବଣତା ଆମ ଭିତରେ ଭରି ଦେଉ। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।